କାଳରାତ୍ରିର କଳା କାହାଣୀ। ସାପ ପାଇଁ ହୋଇଗଲା ସଂସାର ଉଚ୍ଛନ। ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ। ଅନାଥ ହୋଇଗଲେ ଦୁଇ ଶିଶୁ। କଥାରେ ଅଛି ଦୈବ ଦୌଡ଼ି ମଣିଷ ଗାଇ ଜେଣିକି ତାଣଇ ତେଣିକି ଯାଇ। ମୃତ୍ୟୁ ଯେ କେତେବେଳେ କେଉଁ ରୂପରେ ଆସିବ ସେ କଥା ବା କିଏ କହିପାରିବ। ସୁରୁଖୁରୁରେ ଚାଲିଥିଲା ତେଲ ଲୁଣର ସଂସାର, ହେଲେ କାଳ ରାତ୍ରିର ରୂପରେ ମୃତ୍ୟୁ ଆସିଥିଲା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ କଳାମିଶ୍ରି ପଞ୍ଚାୟତ ପୁରୁଣାପାରି ଗାଁର ଏ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଛି। ସୂଚନା ଅନୁସାରେ ପୁରୁଣାପାରି ଗାଁର 45 ବର୍ଷୀୟ ମାନସ କୁମାର ବାରିକ ଓ ତାଙ୍କ 35 ବର୍ଷୀୟ ପତ୍ନୀ ନମିତା ରାଉତ ରାତିରେ ଖାଇସାରିବା ପରେ ଉଭୟ ତଳେ ଶୋଇଥିଲେ ଏବଂ 5 ବର୍ଷର ପୁଅ ଓ 9 ବର୍ଷର ଝିଅକୁ ଖଟ ଉପରେ ଶୁଆଇ ଦେଇଥିଲେ। ହେଲେ ସେହି ରାତିରେ ଏକ ବିଷଧର ସାପ ଦଂଶନ କରିଥିଲା ମାନସ ଓ ନମିତାଙ୍କୁ। ସକାଳୁ ଉଠି ଦେହ ଯେତେବେଳେ ଝିମଝିମ ହେଲା, ସମ୍ପର୍କୀୟମାନେ ଉଭୟଙ୍କୁ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ଏପଟେ ପୁଅ ଝିଅ ମଧ୍ୟ ବାପା ମାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ ଘରକୁ ଆସିଥିଲା ଆମ୍ବୁଲାନ୍ସରେ ବାପା ମାଙ୍କ ଶବ। କାହିଁକି ନା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଝିଥିଲେ ଉଭୟ ସ୍ୱାମୀ ଓ ସ୍ତ୍ରୀ। ଘଟଣା ସବୁଦିନ ସେ ଖାଇ ପିଇକି ଶୁଅନ୍ତି, କାଲି ବି ଶୋଇଥିଲେ, ପିଲାମାନେ ବି ଶୋଇଲେ ଖଟ ଉପରେ, ସିଏ ବି ସ୍ୱାମୀ ସ୍ତ୍ରୀ ଶୋଇଲେ କରରେ, ତାଙ୍କର ଯୋଉ ତଳେ ଶୁଅନ୍ତି। ଆଉ ସକାଳୁ ଉଠି ଦେଖିଲା ବେଳକୁ ସେମାନେ ମେଡିକାଲ ଯାଇଛନ୍ତି। ଆମେ ବି ଜାଣିନୁ, ସିଏ ବି ଆମକୁ କହିନାହାନ୍ତି। ଯାଇଛନ୍ତି ତ ସେମାନେ, ସିଏ ବାଇକରେ ଯାଇଛନ୍ତି, ଦିଟା ବାଇକରେ ସେମାନେ ଡାକିକି, ସେ ମୋ ଦିଅର ଯିଏ ଡାକିଛନ୍ତି ତାଙ୍କର ସେତେବେଳେ ଭଲ ଅବସ୍ଥା ଥିଲା, ସେ ଡାକିଛନ୍ତି। ଆଉ ଯାହାର ଆମର କଣ୍ଡିସନ ଖରାପ ଥିଲା, ବାନ୍ତି ଝାଡ଼ା ସରି ଇଏ ମୁଣ୍ଡ ବୁଲଉଥିଲା, ଆଉ ଦିହ ହାତ ଥରୁଥିଲା, ସେଥିପାଇଁ ତା ଦିଅର ଆମର ତାକୁ ନେଇକି ତୁରନ୍ତ ପଳେଇ ଗଲେ। 2 ଜଣ ଗଲେ, ତାଙ୍କର ବି ଥରୁଥିଲା ଦେହ ଆଉ ମୁଣ୍ଡ ବି ବିନ୍ଧୁଥିଲା। ସେ ବି ଏଇଆ ମୋ ବଡ଼ ଝିଅକୁ କହିଛନ୍ତି, କହିକି ନେଇକି ଗଲେ। ମୁଁ ତାପରେ ଖବର ଆସିଲେ, ସେମାନେ ଡାକ୍ତର କହିଲେ ସେମାନଙ୍କୁ ସାପ ଦଂଶନ କରିଛି। ସେମାନଙ୍କ ପାଇଁ ଆପଣ ମାନେ କଣ ସରକାରଙ୍କ କତିରେ ମୁଁ ଏତିକି ଗୁହାରି କରୁଛି, ସେମାନଙ୍କୁ ଭଲ ଦାୟିତ୍ୱ ନେଇ ବୁଝନ୍ତୁ। ଆମେ ଯେତେ ରଖିଲେ ବି କଣ, ଆମେ ତ ହେଲୁ ଚାଷୀ ପରିବାର। ମୋର ବି 3ଟା ଝିଅ ଅଛନ୍ତି, ତାଙ୍କର 2ଟି ଝିଅ, ତାଙ୍କର 2ଟା ଝିଅ, ମୋର 3ଟି ଝିଅ। ମୋ ସ୍ୱାମୀ ବି ଚାଷ କରନ୍ତି। ଶବ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସ ସାହାଯ୍ୟରେ ମୃତ ଦମ୍ପତିଙ୍କୁ ଗାଁକୁ ଅଣାଯାଇଥିଲା। ଆଉ ଗାଁରେ ଶବ ପହଞ୍ଚିବା ପରେ ପୁରା ଅଞ୍ଚଳ ଶୋକାକୁଳ ପରିବେଶ ହୋଇଥିଲା। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ। ଆଉ ପିଲା ଦୁଇଙ୍କର ସେ ବିକଳ ମୁହଁ ଦେଖିଲେ ଦେଖୁଥିବା ଲୋକର ହୃଦୟକୁ ବି ତରଳାଇ ଦେଉଥିଲା। ପିଲାମାନେ ସିନା କୁନି କୁନି ପାଟିରେ କିଛି କହିପାରୁନଥିଲେ, ହେଲେ ସେ ତାଙ୍କ ମନ ଭିତରେ ଭଗବାନଙ୍କୁ ନିଶ୍ଚୟ ପ୍ରଶ୍ନ ପଚାରୁଥିବେ, ହେ ଠାକୁରେ, ଆମେ ଭାଇ ଭଉଣୀ କି ଦୋଷ କରିଥିଲୁ? କାହିଁକି ତୁମେ ଆମ ବାପା ମାଙ୍କୁ ଆମଠାରୁ ଛଡ଼େଇ ନେଲ? ତୁମେ କଣ ଏତେ ନିଷ୍ଠୁର? କିଏ ଆଉ ପୋଛିବ ଆମ ଆଖିର ଲୁହ? କାଲି ରାତିରେ ଘଟଣା ନୁହଁ, ଆଜି ଆମେ ସକାଳୁ ଖବର ପାଇଲୁ ଯେ କଳମିଶ୍ରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାରି ଗ୍ରାମର ମାନସ ବାରିକ ଏବଂ ତାଙ୍କ ସ୍ତ୍ରୀ ଉଭୟଙ୍କ ମୁଣ୍ଡ ବୁଲେଇଲା ଏବଂ ବାନ୍ତି ଉଠେଇଲା। ତାଙ୍କୁ ଆମେ ନେଲୁ ସାଲେପୁର ପିଏସି। ସେଠାରେ ଡାକ୍ତର ରେଫର କଲେ ଯେ ଏସି ମେଡ଼ିକାଲ ନେଇଯାଆନ୍ତୁ। ସେଠାରେ ଆମ୍ବୁଲାନ୍ସ ଯୋଗେ ଆମେ ଉଭୟଙ୍କୁ ଏସି ମେଡ଼ିକାଲ ନେଲୁ। କିନ୍ତୁ ଆମେ ଖବର ପାଇଲୁ 12ଟା ଗୋଟାଏ ସୁଦ୍ଧା ଉଭୟ ସ୍ୱାମୀ ସ୍ତ୍ରୀଙ୍କର ବିୟୋଗ ଘଟିଛି ସାପ କାମୁଡ଼ାରେ ବୋଲି ଡକ୍ଟର ଯାହା ରିପୋର୍ଟ ଦେଲେ। ତେଣୁ ଆମ ଏ ଅଞ୍ଚଳବାସୀଙ୍କ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ କଥା ଯେ ଉଭୟ ସ୍ୱାମୀ ସ୍ତ୍ରୀ ଖୁବ୍ କମ୍ ବୟସରେ ସେମାନେ ପ୍ରାଣତ୍ୟାଗ କଲେ ଏବଂ ତାଙ୍କର ଗୋଟେ କୁନି ପିଲାଟି ଅଛି, 4 ବର୍ଷର ପୁଅଟିଏ ଏବଂ 7-8 ବର୍ଷ ଝିଅଟି ଅଛି। ତାଙ୍କ ଭବିଷ୍ୟତ କ'ଣ ହେବ? ବର୍ତ୍ତମାନ ସମସ୍ତ ଗ୍ରାମବାସୀ ବହୁତ ଦୁଃଖ ଅନୁଭବ କରୁଛନ୍ତି ଏବଂ ମର୍ମାହତ ମଧ୍ୟ ହୋଇଛନ୍ତି। ଆମେ ଆଜି ଆପଣଙ୍କ ମାଧ୍ୟମରେ ସରକାରକୁ ଅପିଲ କରୁଛୁ ଯେ ସେ ପିଲାଙ୍କର ଭବିଷ୍ୟତ ପାଇଁ, ସେ ପୁଅର ଏବଂ ସେ ଝିଅର ସରକାର
किपरि भाव में साहाय्य करेंगे भविष्य केमी उन्नति हम से चिंता कर आज समय आसी तेणु आम सरकार को विनम्र नवेदन करुचु जे परिवार को सहाय हूँ साहाय्यर हाथ बढ़ातु आपण माध्यम आम एतिक निवेदन पुणा पर ग्रामवासी तरफ अनुरोध करोच। एपटे खबर पाई स्थानीय कटक सदर विधायक प्रकाश चंद्र सेठी मृत दंपति घरे पहुंचते एवं शोकाकुल होइथिबा परिवार को सांत्वना देवा सहित कोमलमती दुई शिशुंक किपरि जत्न नियाजिब सेथि प्रति ध्यान दियाजिब बोली प्रतिश्रुति देइथिले। तांको परिवार को फास्ट तांको साहस और तांकर आत्मा को सदगति निमंते मु भगवान के प्रार्थना करुछि जहाँकि राति से शोई जे मानस बारिक मिसेस थे दीटा पिला भी झील गोटे पुओ गोटे शोई सडन मर्णिंग रे तांकर असुस्थ है से मेडिकल गला बेले से मेडिकल ही डेथ हो जाती अनएक्सपेक्टेड डेथ हो निहाती एठिकार साई माने और एठिकार बासी माने समस्ते दुख प्रकाश कर दुखित अच्छा परिवार प्रति आउ तांकर छोट पिला माने दी जन छोट पिला 8 वर्ष और 4 वर्ष 5 वर्ष पिला माने अच्छा जहाँकि ये दुर्घटना को मु बहुत दुखदायक प्रकाश समस्ते ही करुँच दुर्घटना जहाँकि किसी स्पष्टीकरण मिलेनी कौन डॉक्टर रिपोर्ट मेडिकल पोस्ट निश्चय दीटा पिला को निश्चय आम सरकार तरफ जहाँ सहयोग सहित मु निजे आमर से दीटा पिला को पुओ और झील को पढ़ा सहित भविष्य किपर से निजे ये हो पारे निजे स्वावलंबी हो पारे तापर मुझे चेष्टा कर निहाती प्रशासन तरफ पढ़ा टूर आरंभ करमर जो डेथ रिपोर्ट आसला गवर्नमेंट तरफ सहयोग करा सहित मु भी पर्सनाली जहाँ भी आवश्यक दीटा पिला मु सहयोग। दंपति पार्थिव शरीर गाँ श्मशान को निया जाई सेठारे शेषकृत्य संपन्न होइथिला। बापा माँ संसार चलीगला सते जेपरी चढ़क पड़गला एही दुई शिशुंक उपरे। तेबे प्रशासन एही दुई कोमलमती शिशुंक भविष्यत किपरि सुरुखुरुरे कटिब और समाजर मुख्य स्रोतरे एमानकु सामिल कराजिब ता उपरे पदक्षेप नेबाकू एपटे अंचलवासी आकुल निवेदन करिसेंति। सालेपुर ज्योत्स्नाराणी सिंह रिपोर्ट रिपोर्टर्स टुडे।